ଓଡ଼ିଆ ନବବର୍ଷରେ ସାହିତ୍ୟ ଓ ସଂସ୍କାର ଧର୍ମୀ ପତ୍ରିକା ପାଦୁକା ଲୋକାର୍ପଣ ଉତ୍ସବ, କବିତା ଆସର ଓ ଆଲୋଚନା ଚକ୍ର। ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣୀଡିହ ପଞ୍ଚାୟତ ତାରଗୋଠସ୍ଥିତ ଐତିହାସିକ ଧାର୍ମିକ ପୀଠ କଠଉଣୀଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ମା ବ୍ରାହ୍ମଣୀ ଦେବୀ ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ସାହିତ୍ୟ ଓ ସଂସ୍କାର ଧର୍ମୀ ପାଦୁକା ପତ୍ରିକାର ସପ୍ତମ ସଂସ୍କରଣର ଉନ୍ମୋଚନ ଉତ୍ସବ ଓ କବିତା ପାଠୋତ୍ସବ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ଗାନ୍ଧୀଆନ ଶ୍ରୀଯୁକ୍ତ ରାମଚନ୍ଦ୍ର ଶୁକ୍ଳ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟାପକ ବ୍ରହ୍ମବରଦା ମହାବିଦ୍ୟାଳୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ମହାବିଷୁବ ପଣା ସଂକ୍ରାନ୍ତି ଓଡ଼ିଆ ନବବର୍ଷ ପାଳନ କରିବାର ଯଥାର୍ଥତା ପ୍ରତ୍ୟେକ ଓଡ଼ିଆଙ୍କ ସ୍ପନ୍ଦନରେ ରହିଥିବାର ଆବଶ୍ୟକତା ରହିଛି ବୋଲି ମତ ପୋଷଣ କରିଥିଲେ। ପରେ ପରେ ମୁକୁନ୍ଦ ପାତ୍ର ମହାବିଦ୍ୟାଳୟ ଅଧ୍ୟାପିକା ଡକ୍ଟର ସ୍ୱର୍ଣ୍ଣପ୍ରଭା ଖଟୁଆ ଓ ଯୁବ ଲେଖିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟଙ୍କ ସଂଯୋଜନାରେ କବିତା ପାଠ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ ଓ ଶେଷରେ ଅତିଥିଗଣ ପାଠକ ପାଠିକାମାନଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ଅନୁଷ୍ଠାନର ସଭାପତି ପ୍ରାକ୍ତନ ଅଧ୍ୟାପକ ପ୍ରେମାନନ୍ଦ ଓଝାଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଧିବେଶନକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ତଥା ବିଶିଷ୍ଟ ସମାଜସେବିକା ମିନତୀ ସାହୁ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସମ୍ପାଦକ ପ୍ରକାଶକ ପତ୍ରିକାର ସମାଜ ଓ ସତ୍ୟବାଦୀ ଶରୀର ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡକ୍ଟର ପ୍ରଭାସ କୁମାର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ବ୍ୟଙ୍ଗକବି ତଥା ଅଭିନେତା ଶ୍ରୀଯୁକ୍ତ ଜ୍ଞାନ ହୋତା, ସମ୍ମାନିତ ଅତିଥି ବ୍ୟଙ୍ଗକବି ଡକ୍ଟର ଧର୍ମଛଡ଼ା ସମାଜସେବୀ ଶ୍ରୀଯୁକ୍ତ ଅନିଲ କୁମାର ଦାସ ଯୋଗଦେଇ କହିଛନ୍ତି, ସାହିତ୍ୟ ହେଉଛି ସମାଜର ଦର୍ପଣ। ସାହିତ୍ୟ ବିନା ଆମେ ପାଦେ ମାତ୍ର ଆଗକୁ ଯାଇପାରିବା ନାହିଁ। ପରେ ପରେ ଅତିଥିଗଣ ଅନୁଷ୍ଠାନର ମୁଖପତ୍ର ପାଦୁକାର ସପ୍ତମ ସଂଖ୍ୟା ଲୋକାର୍ପିତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ହାସଲ କରିଥିବା 75 ଜଣ ପ୍ରତିଭାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭ୍ୟା ସୁଜାତା, ରଞ୍ଜିତା, ରଶ୍ମିତା, ମହେଶ୍ୱର, ଗୟାଧର, ଦିଲ୍ଲୀପ, ରଞ୍ଜନ, ମାନସୀ, ଅନନ୍ତ ଓ ସୁଚିତ୍ରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ କାହ୍ନୁଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଧର୍ମଶାଳା